ଭଦ୍ରକ ସହରର କୋଳାହଳ ଭିତରେ ଅନ୍ନପାଳ ଆନନ୍ଦ ବଜାର ପାଖରେ ରହିଛି ଏକ ଅତ୍ୟନ୍ତ ସୁନ୍ଦର ଓ ପବିତ୍ର ମା ଲକ୍ଷ୍ମୀଙ୍କର ମନ୍ଦିର। ଏହି ମନ୍ଦିରକୁ ପାଦ ରଖିବା ମାତ୍ରେ ମନକୁ ମିଳେ ଏକ ଅଲଗା ଶାନ୍ତି। ଚାରିଆଡେ ଭକ୍ତିର ପରିବେଶ, ଘଣ୍ଟିର ଶବ୍ଦ, ଧୂପ ଓ ଦୀପର ସୁଗନ୍ଧ ସବୁକିଛି ମିଶିକି ଏହି ସ୍ଥାନକୁ କରିଦେଇଛି ଆହୁରି ଦିବ୍ୟ। ପ୍ରତିଦିନ ସକାଳୁ ଆରମ୍ଭ ହୋଇଯାଏ ଭକ୍ତମାନଙ୍କର ଭିଡ। କେହି ମାଙ୍କୁ ନିଜ ଘରର ସୁଖ ପାଇଁ ଡାକୁଛନ୍ତି ତ କେହି ନିଜ ଜୀବନର କଷ୍ଟ ଦୂର କରିବା ପାଇଁ ପ୍ରାର୍ଥନା କରୁଛନ୍ତି। ମା ଲକ୍ଷ୍ମୀଙ୍କର ଏହି ସୁନ୍ଦର ମୂର୍ତ୍ତିକୁ ଦେଖିଲେ ମନ ଭରିଯାଏ ଭକ୍ତିରେ। ମାଙ୍କର ମୁହଁର ସେ ଅପାର ଶାନ୍ତି ଭକ୍ତମାନଙ୍କୁ ଦେଇଥାଏ ନୂଆ ଆଶା ଓ ବିଶ୍ୱାସ। କୁହାଯାଏ ଯେଉଁ ଭକ୍ତ ସତ୍ୟ ମନରେ ତାଙ୍କୁ ସ୍ମରଣ କରେ, ମା ତାଙ୍କ ଜୀବନକୁ ସୁଖ, ସମୃଦ୍ଧି ଓ ଧନ ଧାନ୍ୟରେ ଭରି ଦିଅନ୍ତି। ବିଶେଷ କରି ଗୁରୁବାର ଓ ଲକ୍ଷ୍ମୀ ପୂଜା ଦିନରେ ଏହି ମନ୍ଦିରର ସୌନ୍ଦର୍ଯ୍ୟ ହୋଇଯାଏ ଆହୁରି ଅଦ୍ଭୁତ। ଦୀପର ଆଲୋକରେ ସଜିଯାଏ ସମ୍ପୂର୍ଣ୍ଣ ମନ୍ଦିର ଆଉ ଭକ୍ତମାନଙ୍କର ଜୟ ମା ଲକ୍ଷ୍ମୀ ଧ୍ୱନିରେ ସମ୍ପୂର୍ଣ୍ଣ ପରିବେଶ ହୋଇଯାଏ ଭକ୍ତିମୟ। ସନ୍ଧ୍ୟା ଆରତି ସମୟର ଦୃଶ୍ୟ ତ ସତରେ ମନକୁ ଛୁଇଁଯାଏ। ଆରତିର ସେ ମଧୁର ସ୍ୱର, ଦୀପର ଝଲମଲ ଆଲୋକ ଆଉ ଭକ୍ତମାନଙ୍କର ଅତୁଟ ବିଶ୍ୱାସ ଦେଖିଲେ ଲାଗେ ଯେପରି ସ୍ୱୟଂ ମା ଏଠାରେ ବିରାଜମାନ। ଯଦି ଆପଣ ଭଦ୍ରକ ଆସୁଛନ୍ତି ତାହେଲେ ଅନ୍ନପାଳ ଆନନ୍ଦ ବଜାର ପାଖରେ ଥିବା ଏହି ପବିତ୍ର ମା ଲକ୍ଷ୍ମୀଙ୍କ ମନ୍ଦିରକୁ ନିଶ୍ଚୟ ଆସନ୍ତୁ। ମାଙ୍କର ଦର୍ଶନ କରନ୍ତୁ ଆଉ ନିଜ ଜୀବନ ପାଇଁ ନିଅନ୍ତୁ ମାଙ୍କର ଆଶୀର୍ବାଦ। ଜୟ ମା ଲକ୍ଷ୍ମୀ।